ସ୍ଥାନୀୟ ଜୟପ୍ରକାଶ ନଗର 2 ଲାଇନ୍ ସ୍ଥିତ ନାଳନ୍ଦାଶ୍ରୀ ହାୟର ସେକେଣ୍ଡାରୀ ସ୍କୁଲରେ ଚଳିତ ବର୍ଷର ବିଜ୍ଞାନ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଅନୁଷ୍ଠାନ ବିଦ୍ୟାର୍ଥୀମାନେ 100% ସଫଳତା ସହ ସମସ୍ତ ଛାତ୍ରଛାତ୍ରୀ ପ୍ରାୟ 60%ରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନୁଷ୍ଠାନ ଚେୟାରମ୍ୟାନ୍ ତଥା ପ୍ରତିଷ୍ଠାତା କାଳୀଚରଣ ସାହୁ କହିଛନ୍ତି ଯେ ଅନୁଷ୍ଠାନର ମୋଟ 499 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ A1 9 ଜଣ ଅର୍ଥାତ୍ 90%ରୁ ଅଧିକ ମାର୍କ ଆଣି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ଉନ୍ନତମାନର ଶିକ୍ଷା ପଦ୍ଧତି ଏବଂ ହଷ୍ଟେଲ ଇନଚାର୍ଜ ମାର୍କେଟିଂ ଷ୍ଟାଫ୍ ଯୋଗୁଁ ଉକ୍ତ ସଫଳତା ସମ୍ଭବ ହୋଇପାରିଛି ବୋଲି ଅନୁଷ୍ଠାନ ଚେୟାରମ୍ୟାନ୍ କାଳୀଚରଣ ସାହୁ କହିଛନ୍ତି। କଲେଜର ଡାଇରେକ୍ଟର ଉମାକାନ୍ତ ପାତ୍ର ଅଧ୍ୟକ୍ଷ ମନୋଜ କୁମାର ସାହୁ ଏହି ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଁ ଜସ୍ମିନ ପାଣିଗ୍ରାହୀ ନାଳନ୍ଦାଶ୍ରୀ ହାୟର ସେକେଣ୍ଡାରୀ ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ପଢୁଥିଲି। ବିଜ୍ଞାନ ଫଳାଫଳ ବାହାରିଲା କେତେ ମାର୍କ ଆଣିବା ପାଇଁ ଚେଷ୍ଟା କରିଥିଲା। ଶ୍ରୀ ଜଗନ୍ନାଥଙ୍କ କୃପାରୁ ଆଜି ମାନେ ଗତକାଲି ମୋର ରିଜଲ୍ଟ ବାହାରିଛି +2 ର। ଆଉ ରିଜଲ୍ଟ ତ ବହୁତ ଭଲ ଥିଲା। এই ରିଜଲ୍ଟରେ ମୋର 566 ଯୋଉଟା ହେଉଛି 94.33% ରହିଛି। ଆଉ ମୁଁ ବହୁତ ଖୁସି ଅଛି, କିନ୍ତୁ ଆଉ 4-5 ମାର୍କ ଅଧିକ ରହିଥିଲେ ଖୁସି ଲାଗିଥାନ୍ତା, କିନ୍ତୁ କେତେ ଚିନ୍ତା କରିଥିଲ ଆଣିବା ପାଇଁ ଚେଷ୍ଟା କରିଥିଲ? କୋଉ ବିଷୟ ପ୍ରତି ଅଧିକ ଗୁରୁତ୍ୱ ଦେଇଥିଲ? ମୋର ମ୍ୟାଥରେ ଅଧିକ ଗୁରୁତ୍ୱ ଥିଲା। ଆଉ ସେଥିରେ ଭଲ ମାର୍କ ରହିଛି, 100ରୁ 100 ଅଛି। ଆଉ 570 ଆସିଥିଲା, 576। କେତେ କ'ଣ କରିବା ଆଗାମୀ ଭବିଷ୍ୟତରେ ଡକ୍ଟର ହେବାକୁ ଚାହୁଁଛି, ଲୋକମାନଙ୍କ ସେବା କରିବାକୁ ଚାହୁଁଛି, ଶେଷରେ ଭଲ ନାଗରିକ ହେବାକୁ ଚାହୁଁଛି। କେମିତି ସବୁ ପଢ଼ାପଢ଼ି ଶୈଳୀ କେମିତି ରହିଥିଲା? କଲେଜ ଅଧ୍ୟକ୍ଷ ଏବଂ ସାର୍ ମ୍ୟାଡ଼ାମଙ୍କର ସହଯୋଗ କେମିତି ପାଇଥିଲେ? ସମସ୍ତଙ୍କର ଶିକ୍ଷା ଶୈଳୀ ବହୁତ ଭଲ ଥିଲା। ଆଉ ଟାଇଟ୍ ବି ଥିଲା, ମାନେ ସେତିକି ଷ୍ଟ୍ରିକ୍ଟ ବି ଥିଲା, ନହେଲେ ଏତେ ଭଲ ର୍ୟାଙ୍କ ରହିନଥାନ୍ତା। ଆଉ ସମସ୍ତଙ୍କର ସହଯୋଗ ସମାଧାନ ଥିଲା, ସେଥିପାଇଁ ଭଲ ମାର୍କ ରହିଛି। ଯେତେବେଳେ ତମ 10ମ ଶ୍ରେଣୀ ପରୀକ୍ଷା ରହିଥିଲା, କିଛି ନା କିଛି ଆକାଂକ୍ଷା ରହିଥିଲା, ଉଚ୍ଚ ଆକାଂକ୍ଷା ରହିଥିଲା, ସେ ଆକାଂକ୍ଷା ପୂରଣ କରିବ ପ୍ରସ୍ତୁତି ଦେବ? ହଁ, ନିଶ୍ଚିତ ରୂପେ। ଥ୍ୟାଙ୍କ ୟୁ। ସାର୍, କ'ଣ କହିବେ ଚଳିତ ବର୍ଷ କେତେ ଛାତ୍ରଛାତ୍ରୀ ଆପଣଙ୍କର? ମୁଁ ହେଉଛି କାଳୀଚରଣ ସାହୁ, ଚେୟାରମ୍ୟାନ୍ ନାଳନ୍ଦାଶ୍ରୀ ଏଜୁକେସନାଲ ଚାରିଟେବଲ୍ ଟ୍ରଷ୍ଟ। ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ନାଳନ୍ଦାଶ୍ରୀ ସାଉଥ ଓଡ଼ିଶାରେ ତାର ସେକେଣ୍ଡ ପୋଜିସନ୍ ବଜାୟ ରଖିଛି। 566 ମାର୍କ ରଖି ଜସ୍ମିନ ପାଣିଗ୍ରାହୀ ଆମର କଲେଜର ଗୌରବକୁ ଗୌରବାନ୍ୱିତ କରିଛି। ପିଲା 499 ପିଲା ଦେଇଥିଲେ, ସବୁ ପିଲା କୃତକାର୍ଯ୍ୟ ହୋଇଛନ୍ତି 100%। ଏବଂ 500 ପ୍ରାୟ 50ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ରଖି କଲେଜର ଗୌରବକୁ ବଢ଼ାଇଛନ୍ତି ଏବଂ ସମସ୍ତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ବିଗତ ବର୍ଷ ଥିଲା 553, ଏ ବର୍ଷ 566 ଅଛି ଏବଂ ଦକ୍ଷିଣ ଓଡ଼ିଶାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସକାଳୁ ସାର୍ 5ଟାରୁ 6ଟା ଅଧେ ପ୍ରାୟ ପିଲାମାନଙ୍କର ଷ୍ଟଡି କ୍ଲାସ୍ ହୁଏ, 7ଟାରୁ 9ଟା ଅଧେ କୋଚିଂ କ୍ଲାସେସ୍ ହୁଏ ଏବଂ 10ଟାରୁ 4ଟା ରେଗୁଲାର କ୍ଲାସେସ୍ ହୁଏ। ପୁଣି ସନ୍ଧ୍ୟାରେ ଡାଉଟ୍ କ୍ଲିୟର କ୍ଲାସ୍ ସିନିୟର ଫ୍ୟାକଲ୍ଟି ମାନଙ୍କୁ ଦେଇକରି ସେମାନଙ୍କର ଯାହା ଡାଉଟ୍ ଥିବ ଆମେ କ୍ଲିୟର କରିଥାଉ। এইଭଳି ଆମର ରିଜଲ୍ଟ ମଧ୍ୟ ଆସିଛି। ମୁଖ୍ୟତଃ ଆମର ଷ୍ଟାଫ୍ ମାନଙ୍କର କୋଅପରେସନ୍, ନନ୍ ଟିଚିଂ ଷ୍ଟାଫ୍ ମାନେ ମଧ୍ୟ ସେହି ପିଲାମାନଙ୍କୁ ଜଗନ୍ତି ଏବଂ ସେମାନଙ୍କର ଭଲ ମନ୍ଦ ସବୁ ବୁଝନ୍ତି। ତେଣୁକରି ଆମର ଏଇ ଯେଉଁ ର୍ୟାଙ୍କ ଆସିବାରେ ଆମକୁ ଅତି ସହଜ ହୋଇପାରିଛି। 556। ଆମେ ପ୍ରତିଦିନ ସକାଳ 5ଟାରୁ ଉଠି 7ଟା ଯାଏଁ ଷ୍ଟଡି କ୍ଲାସ୍ ହେଉଥିଲା। ତାପରେ 8ଟାରୁ ଇଭିନିଂ 4ଟା ଯାଏଁ ଆମର କ୍ଲାସ୍ ହେଉଥିଲା। ତାପରେ ଇଭିନିଂରେ କ୍ଲାସ୍ ମଧ୍ୟ ହେଉଥିଲା, ରାତିରେ ଷ୍ଟଡି କ୍ଲାସ୍ ହେଉଥିଲା। ଆମେ ଦିନରେ ପ୍ରାୟ 15ରୁ 16 ଘଣ୍ଟା ପରିଶ୍ରମ କରୁଥିଲୁ। ନାଳନ୍ଦାଶ୍ରୀ କଲେଜକୁ କାହିଁକି ଚୁଜ୍ କଲେ? ଏଠି ଯେହେତୁ ରିଜଲ୍ଟ ଦେଖିଥିଲି, ବହୁତ ଭଲ ଭାବେ ରିଜଲ୍ଟ ଆସିଥାଏ, ଭଲ ଫ୍ୟାକଲ୍ଟି ମଧ୍ୟ ଥାନ୍ତି, ତ ଆମର ରିଲେଟିଭ୍ ମଧ୍ୟ ଜଏନ୍ ହେଇଥିଲେ, ତ ସେଠି ଦେଖି ମୋର କେମିଷ୍ଟ୍ରି ପ୍ରତି ଦୁର୍ବଳତା ଥିଲା। ଏଠିକି ଆସି କେତେ ଘଣ୍ଟା ଷ୍ଟଡି କରୁଥିଲ ଆଉ ଯୋଉ ଦୁର୍ବଳତା ବିଷୟ ପ୍ରତି କେମିତି ତାକୁ ସଫଳତାର ସିଡ଼ି ଚଢ଼େଇଲା? କେମିଷ୍ଟ୍ରି ପ୍ରତି ଦୁର୍ବଳତା ଥିଲା,
କିନ୍ତୁ ଏଠି ଆମର ମମତା ମ୍ୟାମ୍ ହିମାଂଶୁ ସାର୍ ଏମାନେ ସମସ୍ତେ ବହୁତ ଭଲ ଭାବେ ବୁଝେଇକି ମୋର ଦୁର୍ବଳତା ଦୂର କରିଛନ୍ତି। କଣ ଲକ୍ଷ୍ୟ ରଖିଛନ୍ତି? ଭବିଷ୍ୟତରେ ନିଟ୍ ପ୍ରିପେୟାର ହେବି, ଡକ୍ଟର ହେବି। ଗଞ୍ଜାମ ଜିଲ୍ଲାରୁ ବ୍ୟୁରୋ ଚିଫ୍ ଶରତ ଚନ୍ଦ୍ର ନନ୍ଦଙ୍କ ରିପୋର୍ଟ, ନ୍ୟାୟବତୀ ଟିଭି।